ଚଳନ୍ତୁ ଆଜି ଶୁଣିବା ପୁରୀ ସହରର ମେରାଇନ୍ ଡ୍ରାଇଭ୍ର ଏକ ଲୋମଟାଙ୍କୁରା କାହାଣୀ। ପୁରୀ ସହର କେବଳ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମ ନୁହେଁ, ବରଂ ଏହାକୁ ନେଇ ଅନେକ ରହସ୍ୟମୟ ଓ ଲୋମଟାଙ୍କୁରା କାହାଣୀ ମଧ୍ୟ ଲୋକମାନଙ୍କ ମୁଖରେ ପ୍ରଚଳିତ ଅଛି। ସେମାନଙ୍କ ମଧ୍ୟରୁ ମେରାଇନ୍ ଡ୍ରାଇଭ୍ ଏକ କାହାଣୀଟି ଆଜି ମଧ୍ୟ ଲୋକଙ୍କୁ ଡରାଇ ଦିଏ। ବହୁ ବର୍ଷ ପୂର୍ବର କଥା। କାର୍ତ୍ତିକ ନାମକ ଜଣେ ଯୁବକ ଗୋଟିଏ କଳା ରାତିରେ ନିଜ ସ୍କୁଟିରେ ପୁରୀ ମେରାଇନ୍ ଡ୍ରାଇଭ୍ ରାସ୍ତା ଦେଇ ଘରକୁ ଫେରୁଥିଲେ। ଚାରିଆଡ଼େ ଘନ ଅନ୍ଧକାର, ସମୁଦ୍ର ଗର୍ଜନ, ଶୂନଶାନ ରାତି। ପରିବେଶଟି ନିଜେ ଏକ ଅଜଣା ଭୟ ସୃଷ୍ଟି କରୁଥିଲା। ହଠାତ୍ ସେହି ରାସ୍ତା କଡ଼ରେ ଧଳା ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଠିଆ ହେବାର ଦେଖିଲା। ସେ ହାତ ଦେଖାଇ ଲିଫ୍ଟ ମାଗୁଥିଲେ। ଦୟା ପରିବେଶ ହୋଇ କାର୍ତ୍ତିକ ସ୍କୁଟି ଅଟକାଇ ଦେଲେ। ମହିଳା ଜଣକ ପଛରେ ବସି ଧୀର ସ୍ୱରରେ କେବଳ ଏତିକି କହିଲେ, ମୋତେ ଆଗକୁ ବାଲିଘାଟ ପାଖରେ ଛାଡ଼ିଦିଅ। କାର୍ତ୍ତିକ ପୁଣି ସ୍କୁଟି ଚଲାଇବାର ଆରମ୍ଭ କଲେ। କିଛି ସମୟ ପରେ ତାଙ୍କ ମନରେ ହଠାତ୍ ଏକ ସନ୍ଦେହ ଜାଗ୍ରତ ହେଲା। ସେ ଧୀରେ ଧୀରେ ପଛକୁ ଅନାଇଲେ ଏବଂ ଯାହା ଦେଖିଲେ ତାଙ୍କ ରକ୍ତକୁ ଥଣ୍ଡା କରିଦେଲା। ସେ ମହିଳା ଜଣଙ୍କ ପାଦ ଓଲଟା ଓ ତାଙ୍କ ଆଖିରୁ ଲାଲ ରଙ୍ଗର ତରଳ ପଦାର୍ଥ ବହୁଥିଲା, ଆଉ ମୁହଁରେ ଥିଲା ଏକ ଭୟଙ୍କର ହସ। ଡରରେ କାର୍ତ୍ତିକଙ୍କ ହାତ ଥରିବାକୁ ଲାଗିଲା। ସେ ଜୋରରେ ବ୍ରେକ୍ ମାରି ସ୍କୁଟି ଅଟକାଇ ଦେଲେ, କିନ୍ତୁ ସେ ପଛକୁ ଚାହିଁଲା ବେଳକୁ ସେଠାରେ କେହି ନଥିଲେ। ସ୍କୁଟିର ପଛ ସିଟ୍ ଖାଲି ଥିଲା। କେବଳ ସେଠାରେ ପଡ଼ିଥିଲା କିଛି ସମୁଦ୍ର ବାଲି, ଯେପରି କେହି ସମୁଦ୍ର କୂଳରୁ ଆସି ବସିଥିଲେ। ସେହି ଘଟଣା ପରେ କାର୍ତ୍ତିକ କେବେ ବି ରାତିରେ ସେହି ରାସ୍ତା ଏକାକୀ ଯାଇନଥିଲେ। ଆଜି ମଧ୍ୟ ଅନେକ ସ୍ଥାନୀୟ ଲୋକ ଏହି କାହାଣୀକୁ ମନେ ପକାଇ ରାତିରେ ସେହି ରାସ୍ତା ଦେଇ ଯିବାକୁ ଡରିଥାନ୍ତି।